ଦୁନିଆରେ ଏମିତି ଗୋଟିଏ ଦେଶ ଅଛି ଯେଉଁଠାରେ ପୁରୁଷମାନଙ୍କୁ ବଳାତ୍କାର କରନ୍ତି ମହିଳାମାନେ। ଯଦି ଆପଣମାନେ ଏହି ଖବରଟିକୁ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସାରା ଭାରତରେ ସ୍ୱର ଉତ୍ତୋଳନ କରାଯାଉଛି। ଏମିତି ଏକ ଜାଗା ଅଛି ଯେଉଁଠାରେ ନାରୀମାନଙ୍କର ଶୈଳୀ ସମ୍ପୂର୍ଣ୍ଣ ଭାବେ ଶାସନ କରେ। ଏଠାରେ ଯଦି ମହିଳା ପୁରୁଷକୁ ପସନ୍ଦ କରନ୍ତି ତେବେ ସେ ତା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ତାପରେ ତାକୁ ଛାଡ଼ି ଚାଲିଯାଆନ୍ତି। ଏଠାରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ନିକଟରେ ଯେଉଁ ଅଧିକାର ରହିଛି ସେହି ଅନୁଯାୟୀ ସେମାନେ ନିଜ ଇଚ୍ଛାରେ ଏହା ଜାହିର କରନ୍ତି ଏବଂ ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ। ଏହିପରି ଖବର ପଢ଼ିବା ପରେ ଚିନ୍ତା କରିବାକୁ ସମସ୍ତେ ବାଧ୍ୟ ହୁଅନ୍ତି ଯେ ଏହା କେଉଁ ପ୍ରକାର ପ୍ରଥା ଅଟେ ଯେଉଁଠାରେ ଅଧିକାର ଦ୍ୱାରା ବଳାତ୍କାର ମଧ୍ୟ କରାଯାଇଥାଏ। ଏହା ଏକ ଆଫ୍ରିକୀୟ ଜନଜାତି ରାଜନୀତି ଏହାର ଏକ ଉଦାହରଣ, ଯାହା ଏକ ଇସଲାମ ଲିଗ୍ ଜନଜାତି, କିନ୍ତୁ ସେମାନଙ୍କ ସମାଜରେ ମହିଳାମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ମାନ୍ୟତା ଦିଆଯାଏ ଏବଂ ଏହି କାରଣରୁ ଏହି ଜନଜାତି ବିଷୟରେ ଅନେକ ଆଲୋଚନା ହେଉଛି। ସମଗ୍ର ବିଶ୍ୱରେ ଅନେକ ଦେଶ ଅଛି ଯେଉଁଠାରେ ସେଠାରେ ରହୁଥିବା ସମ୍ପ୍ରଦାୟର ଲୋକମାନଙ୍କର ଭିନ୍ନ ଭିନ୍ନ ବିଶ୍ୱାସ ଅଛି, ଯାହା ବର୍ଷ ବର୍ଷ ଧରି ଚାଲି ଆସିଛି। ଏଠାରେ ଆମେ ଆଫ୍ରିକୀୟ ଦେଶ ନାଇଜରର ତୁଆରେଗ ଜନଜାତି ବିଷୟରେ ଆମେ କହୁଛୁ। ଆଫ୍ରିକା ସାହାରା ମରୁଭୂମିରେ ବାସ କରୁଥିବା ଏହି ଜନଜାତିର ମହିଳାମାନେ କୌଣସି ପୁରୁଷ ସହିତ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ୱାଧୀନତା ପାଇଥାନ୍ତି। ସେ ବିବାହ ପୂର୍ବରୁ ଏହା କରିପାରିବେ। ମାଲି, ନାଇଜର, ଲିବିଆ, ଆଲଜେରିଆ ପରି ଉତ୍ତର ଆଫ୍ରିକା ଦେଶରେ ବାସ କରୁଥିବା ଏହି ଜନଜାତିର ନାମ ହେଉଛି ତୁଆରେଗ ଜନଜାତି। ଏହା ଏକ ମୁସଲମାନ ଜନଜାତି, କିନ୍ତୁ ଏଠାରେ ଥିବା ଅଭ୍ୟାସ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅନ୍ୟ ମୁସଲମାନ ସମ୍ପ୍ରଦାୟଗୁଡ଼ିକ ପରି ଏହି ଜନଜାତିର ମହିଳାମାନଙ୍କ ଏତେ ସ୍ୱାଧୀନତା ଅଛି ଯେ ମହିଳାମାନେ ବୁର୍ଖା ବିନା ବଞ୍ଚନ୍ତି ଏବଂ ସେମାନେ ବିବାହ ପୂର୍ବରୁ ଯେକୌଣସି ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସ୍ୱାଧୀନତା ପାଇଥାନ୍ତି। 2011ର ଏକ ରିପୋର୍ଟ ଅନୁଯାୟୀ ସେମାନଙ୍କର ଜନସଂଖ୍ୟା ପ୍ରାୟ 20 ଲକ୍ଷ ଅଟେ। ଏହା ଏକ ମୁସଲମାନ ଜନଜାତି, କିନ୍ତୁ ସେମାନଙ୍କର ରୀତିନୀତି ଇସଲାମୀୟ ବିଶ୍ୱାସଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଜନଜାତି ବିଷୟରେ ଆଉ ଏକ ଅନନ୍ୟ କଥା ହେଉଛି ଏଠାରେ ପୁରୁଷମାନଙ୍କୁ ଆବରଣ କରିବାକୁ ବା ବୁର୍ଖା ପିନ୍ଧିବାକୁ ପଡ଼ିବ। ସେମାନଙ୍କୁ ବୁର୍ଖା ପରି କପଡ଼ା ସହିତ ମୁହଁ ଘୋଡ଼ାଇବାକୁ ପଡ଼ିବ। ଏହାର କାରଣ ମଧ୍ୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପୁରୁଷମାନଙ୍କୁ ପ୍ରାୟତଃ ମରୁଭୂମିରେ ଯାତ୍ରା କରିବାକୁ ପଡ଼ିଥାଏ ଏବଂ ଏପରି ପରିସ୍ଥିତିରେ ସେମାନେ ନିଜକୁ ବାଲି ଏବଂ ସୂର୍ଯ୍ୟଙ୍କଠାରୁ ରକ୍ଷା କରିଥାନ୍ତି। ଗର୍ଜିଅନ୍ ୱେବସାଇଟର ହେନେରେଟା ବଟଲର ନାମକ ଜଣେ ଫଟୋଗ୍ରାଫର ଥରେ ଏହି ଜନଜାତି ଲୋକଙ୍କୁ ପଚାରିଥିଲେ କାହିଁକି ମହିଳାମାନେ ବୁର୍ଖା ପିନ୍ଧନ୍ତି ନାହିଁ। ସେ ଉତ୍ତର ପାଇଲେ ଯେ ମହିଳାମାନେ ସୁନ୍ଦର, ପୁରୁଷମାନେ ସର୍ବଦା ସେମାନଙ୍କର ଚେହେରା ଦେଖିବାକୁ ଚାହାନ୍ତି। ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଛି, କିନ୍ତୁ ତୁଆରେଗ ମହିଳାମାନଙ୍କର ଏକାଧିକ ସାଥୀ ରହିପାରିବେ ଏବଂ ବିବାହ ପୂର୍ବରୁ ସେମାନେ ଯେକୌଣସି ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବେ। ଏକମାତ୍ର ସର୍ତ୍ତ ହେଉଛି ଯେ ପୁରୁଷମାନେ କେବଳ ଅନ୍ଧାର ପରେ ନିଜ ତମ୍ବୁରେ ପ୍ରବେଶ କରିପାରିବେ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେମାନେ ବାହାରକୁ ଆସିବାର ଆବଶ୍ୟକ। କିନ୍ତୁ ଏଠାରେ ମହିଳାମାନେ ମଧ୍ୟ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇପାରନ୍ତି। ଯଦି ଆପଣମାନଙ୍କୁ ଏହି ଖବରଟି ଭଲ ଲାଗିଲା ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେନି।